ପିସି କାରବାରରେ ଚାଲିଛି କି ଜଳଛତ୍ର? ଜଳଛତ୍ର ନାଁରେ ଲକ୍ଷ ଲକ୍ଷ ଟଙ୍କା ଖାଉଛି କି? କୋଟି କୋଟି ଟଙ୍କା ବ୍ୟବସାୟ ବରତାରେ ରାଜ୍ୟ ସରକାର ଏପ୍ରିଲ 1ରୁ ଓ ଜୁନ୍ 15 ପର୍ଯ୍ୟନ୍ତ ପଥିକମାନଙ୍କ ପାଇଁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ବ୍ୟବସ୍ଥା କରିଛନ୍ତି। ଗାଁଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାମାନଙ୍କରେ ପାଣି ଯୋଗାଇବାର ବ୍ୟବସ୍ଥା ରହିଛି। ସରକାରୀ ନିୟମ ଅନୁସାରେ ଜଳଛତ୍ରରେ କାମ କରୁଥିବା ଲୋକମାନଙ୍କ ପାଇଁ ଦୈନିକ ପାରିଶ୍ରମିକ 450 ଟଙ୍କା ଥିବାବେଳେ ଜଳଛତ୍ର ନାଁରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହୋଇଥିବା ଅଭିଯୋଗ ଆସିଛି। ଏ ହେଉଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଗଙ୍ଗାସାଗର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିଲେଟାପରା ଗାଁର ବାସନ୍ତୀ ପରୁଆ। ସେ 2.5 ମାସ ହେଲା ଜଳଛତ୍ରରେ ପାଣି ଯୋଗାଉଥିଲେ, ହେଲେ ପାରିଶ୍ରମିକ ବାବଦକୁ ମାତ୍ର 18,000 ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି। ଏନେଇ ଜନପ୍ରତିନିଧି ଇନ୍ଦ୍ରମଣି ହରିପାଳଙ୍କୁ ପଚାରିବାରୁ କ'ଣ କହୁଛନ୍ତି ଶୁଣି ନିଅନ୍ତୁ। ଅଢ଼େଇ ମାସ ଖଣ୍ଡେ ଦେଇଛୁ। 2.5 ମାସ ପେନ୍ସନ୍ ଦେଲ? କେତେ ଟଙ୍କା ପାଇଲ? 18,000। 18,000 ହେତେ ଅଛି ବୋଇଲେ କହିଲେ ସରପଞ୍ଚ ହାତେ ଦେଲେ। କିଏ ଦେଲେ ହାତେ? ସରପଞ୍ଚ ଦେଲେ। ଦେଖନ୍ତୁ ଜଳଛତ୍ର ଆମର ଯେଉଁ ସମର ସିଜନ୍ର ଯେଉଁ ପ୍ରତି ପଏଣ୍ଟରେ ଯେଉଁ ପଏଣ୍ଟ ଫିକ୍ସ ହେଇଛି ସେଠି ରଖାଯାଉଛି। ତ ଯେଉଁମାନେ ଜଳଛତ୍ରରେ କାମ କରୁଛନ୍ତି ପାର୍ଟି ତାଙ୍କର ଯେଉଁ 450 ଅଛି ନା 430 ଟଙ୍କା ଯେଉଁଟା ଅଛି ପ୍ରାପ୍ତଟା ଇନକ୍ଲୁଡ଼ିଂ ତାଙ୍କର ଯେଉଁ ମାଠିଆ ଦେବେ, ତାପରେ ଗ୍ଲାସ୍ ଧୋଇବା ପାଇଁ ଯେଉଁ ପ୍ରତିଦିନ ସେମାନେ ପୁରା ଟାଇମିଂ ଯେଉଁଟା ସେଡ୍ୟୁଲ୍ ଟାଇମ୍ଟା ରହୁଛି ପୁରା ଦିନ ରହିବା କଥା। ତାଙ୍କର ଯେଉଁ ପ୍ରାପ୍ୟ ପାଇନାହାନ୍ତି କହିଛନ୍ତି ସେଇଟା ଇନକ୍ୱାରିକୁ ନେବା, ତାପରେ ପିଓକୁ ଯେଉଁ ଫାଇଲ୍ ସବୁ ଅଛି ଦେଖିବା ଯେ ସେ କେତେ ଦିନ ୱାର୍କିଂ ଡେରେ କରିଛନ୍ତି, କେଉଁ ଦିନ ଆବସେଣ୍ଟ ଅଛନ୍ତି। ସେ ଗୋଟେ ହାଫ୍ କରିକି ଯଦି ସେକେଣ୍ଡ ହାଫ୍ ରହୁନଥିବେ, ପାଣି ଖାଲି ସେମିତି ପଡ଼ିଥିବ, ତାପରେ ଲୋକଙ୍କୁ ପବ୍ଲିକକୁ କ'ଣ କି ସ୍ୱଚ୍ଛ ଯେଉଁ ପିଇବା ପାଣି ଦେବା କଥା ସେସବୁ ରେଗୁଲାର ହେଉଥିଲା କି ନାହିଁ, ନହେଲେ ଯେଉଁ ଗତକାଲିର ପାଣି ଥିବ ସେଇ ପାଣି ଉପରେ ପୁଣି ଢାଲିକି ଦେଇ ଦେଉଛନ୍ତି। ତ ତାକୁ ଇନକ୍ୱାରି ସପକ୍ଷରେ ଆଣିବା ଆମେ। ସେ ଯେଉଁ ଡିଷ୍ଟ୍ରିବ୍ୟୁସନ୍ ଯେଉଁ ପାଣି କରୁଥିଲା ସେ ବ୍ୟକ୍ତି ପିଓ ଏବଂ କି ତାକୁ ଯେଉଁ ପରିଚାଳନା କରୁଥିଲେ ତାଙ୍କୁ ଦେଖିକି ଆମେ ଗୋଟେ ଇନକ୍ୱାରିକୁ ନେବୁ, ତାପରେ ଯାହା ଜଣାପଡ଼ିବ ଆମେ ତାପରେ ଷ୍ଟେପ୍ ନେବୁ। ସାର୍, ସରପଞ୍ଚ କହୁଛନ୍ତି ଯେ ପଞ୍ଚାୟତଠୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ପିସି ଯାଉଛି, ସେ ଉପରେ କ'ଣ ପ୍ରତିକ୍ରିୟା ଦେବେ? ଦେଖନ୍ତୁ ସରପଞ୍ଚ ସେ ଗୋଟେ ତାଙ୍କର ବ୍ୟକ୍ତିଗତ କ'ଣ କହିବା, ତାଙ୍କର ଇଣ୍ଟେନସନ୍ କ'ଣ ଅଛି ବୋଲିକି କହିଛି କି ତାର ଗୋଟେ ନିଜର ନିଜେ ମେନସନ୍ କରୁଛି ଯେ ଏଇ ପ୍ରକାର ହେଉଛି ବୋଲିକି, କିନ୍ତୁ ମୋ ପାଖରେ ତ ଏବେ ଯାଏ ବି ସେ ଖବର ନାହିଁ କି ଆମକୁ ବି କିଛି ଏମିତି କରିନାହାନ୍ତି ଦେଇନାହାନ୍ତି। ଆମେ ତାକୁ ବି ପଚାରିବୁ ଯେ ଏସବୁ କେମିତି କରାହେଉଛି କ'ଣ ହେଉଛି। ତ ଡେଫିନେଟଲି ଇନକ୍ୱାରି କଲେ ଜଣାପଡ଼ିବ ଯେ ଯଦି ସେ ବ୍ୟକ୍ତି ପାଣି ଯେଉଁ ଦେଇଛି ସେ କେତେ ପଇସା ପାଇଛି, କେତେ ଦିନ କାମ କରିଛି। ଯଦି ବାଲାନ୍ସ ପଇସା ଯଦି କେଉଁଠି ରହିଛି ତାଙ୍କ ପାଖରେ ଅଛି କି ତାକୁ ପେମେଣ୍ଟ କରିନାହାନ୍ତି, କି ସେମାନେ ଯେଉଁ ଜିପିଡିପିରେ ଯେଉଁ ତାଙ୍କର ଆକ୍ସନ୍ ପ୍ଲାନ୍ରେ କେତେ ପଇସା ରଖିଥିବେ। ଯେହେତୁ ଏବେ ଆମର ୱାଟର ସପ୍ଲାଇ ପାଇଁ ରହୁଛି, ଇଲେକ୍ଟ୍ରିସିଟି ବିଲ୍ ପାଇଁ ରହୁଛି, ତ ସ୍କାର୍ସିଟି ଅଫ୍ ମାନି ବି ବହୁତ ଜାଗାରେ ରହୁଛି। ତ ତାକୁ ଦେଖିକି ସେମାନେ ତାର ନିଜର ପର୍ସନାଲ ଭ୍ୟୁଜ୍ଟାକୁ ସେ ଦେଇଛି। ଆମେ ନିହାତି ଅବସରରେ ସେ ବାବଦରେ ଡିସ୍କସନ୍ କରିକି ଗୋଟେ ନିର୍ଦ୍ଧାରିତ ପଦକ୍ଷେପ ନେବୁ। ସାର୍, ବାରମ୍ବାର କହୁଛି ସେ ପିସି କାରବାର ଦେଉଛୁ, ହେଲେ କାହାକୁ ପିସି ଦେଉଛି? ତାର ପର୍ସନାଲ ଭ୍ୟୁଟା ସେ କାହାକୁ ଦେଲା କ'ଣ କଲା ସେଠି ଭିଡ଼ିଓ ଏହା ଉପରେ ତଦନ୍ତ କରିବେ ନା କ'ଣ? ନାଇଁ, ସେଇଟା ତ କହୁଛି ଏହା ଉପରେ ତଦନ୍ତ ହେବ। ସେ ଯେଉଁ ୱାଟର ସପ୍ଲାଇ ପାଇଁ ଯେଉଁ ଜଳଛତ୍ରରେ ସେ କେତେ ପଇସା ରଖିଥିଲେ ଆକ୍ସନ୍ ପ୍ଲାନ୍ରେ, ସେ ବ୍ୟକ୍ତି ଯେଉଁ ପାଣି ଦେଉଛି ସେ କେତେ ଦିନ କାମ କରୁଛି। ଯଦି ବି ପାଣିରେ ଯେଉଁ ଜଳଛତ୍ର ରହିକି କାମ କରିବା କଥା, ଯେଉଁ ସେଟ୍ ବନାଇବା କଥା, ସେ ତାର କର୍ତ୍ତବ୍ୟ। ସେ ମଝି ମଝିରେ ଯେଉଁ ଡାଲ ଦେଇକି ଚେଞ୍ଜ କରିବା କଥା। ନହେଲେ ଦେଖନ୍ତୁ ବହୁତ ଜାଗାରେ କ'ଣ ହେଉଛି କି ୱାନ୍ ଟାଇମ୍ ଯେଉଁ ଡାଲ ସବୁ ଦେଉଛନ୍ତି, ଖଜୁର ଡାଲ ହେଉଥିବ କି ଜାମ୍ ଡାଲ ହେଇଥାଉ କି ଆମର ଯେଉଁ ତାଳ ଗଛର ଯେଉଁ ଡାଲ ସବୁ ଶୁଖିଯାଏ, ତାପରେ ମଝିରେ ଚେଞ୍ଜ କରିବା ହେଲେ ଲୋକ କ'ଣ ହେବ କି ପାଣି ବି ଥଣ୍ଡା ରହିବ, ବାଲି ପକାଇବା କଥା, ଯେଉଁ କପଡ଼ା ଦେଇକି ଢାକିବା କଥା, ସେସବୁଟା ସେ ଆମର କ୍ରାଇଟେରିଆରେ ସେ ଫଲୋ କରିଛି କି ନାହିଁ ସେସବୁଟା ଦେଖ। କାହିଁକି ଆମର ଫଟୋ ସବୁ ବି ରହୁଛି ସେ ଫାଇଲ୍ରେ, ସେଟାକୁ ଦେଖିଲେ ଜଣାପଡ଼ିବ। ତାର ପ୍ରାଇମା ଫାସି ଦେଖିକି ଆମେ ଯାହା ବି ଇନକ୍ୱାରି ଷ୍ଟେଜ୍ରେ ଆସିବ ପଦକ୍ଷେପ ନେବୁ। ଆପଣଙ୍କ କହିବା କଥା ଯେ ସରପଞ୍ଚକୁ ଇନକ୍ୱାରି କରିବେ, ଇନକ୍ୱାରି କି କହିବେ ଯେଉଁ ପିସି କାରବାରଟା କହୁଛି? ଡେଫିନେଟଲି ଇନକ୍ୱାରି ନ କଲେ ଆଉ କିଛି ନେବ। ଯଦି ଆପଣଙ୍କ ତରଫରୁ ମୁଁ ଜାଣିଲି ଯେ ସରପଞ୍ଚ ଏଇ ପ୍ରକାର ଭ୍ୟୁଜ୍ ଦେଉଛି ସେ, ତ ମୋ ପାଖରେ ସେ କ'ଣ କହୁଛି, ଆପଣଙ୍କ ପାଖରେ କ'ଣ କହୁଛି, ଯେଉଁ ପାଣି ଯେ ଦେଇଛି, ସେ ଯେଉଁ ଜଳଛତ୍ର ଯେ କାମ କରୁଛି ସେ କେତେ ପାଇଛି,
ମୁଁ ତ ଆପଣଙ୍କର ଭିଡ଼ିଓ କି ଭ୍ୟୁଜ୍କୁ ଦେଖିକି ମୁଁ ତ ଜଜମେଣ୍ଟ ଦେଇପାରିବିନି। ଯାହା ହେବ 3-4 ଜଣ ଯେଉଁ ଅଛି ପିଓ ଅଛି ଜଳଛତ୍ରରେ ଯେ କାମ କରିଛି, ସରପଞ୍ଚ ଅଛନ୍ତି, ଷ୍ଟାଫ୍ ଅଛନ୍ତି, ତାଙ୍କୁ ନେଇକି ବି ଇନକ୍ୱାରି କରାହେବ ଯେ ସେ ଫାଇଲ୍ ଦେଖିକି ଯାହା କରାହେବ ସେ ଲୋକର ଭ୍ୟୁଜ୍କୁ ନେବାକୁ ପଡ଼ିବ, ସରପଞ୍ଚର ଭ୍ୟୁଜ୍କୁ ନେବାକୁ ପଡ଼ିବ, ତାପରେ ଜଜମେଣ୍ଟ ବାହାରିବ। ଶୁଣିଲେ ତ ଦର୍ଶକ ବନ୍ଧୁ, ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଟଙ୍କାକୁ ଅନେଇଛନ୍ତି ବୋଲି ଖୁଲମଖୁଲା କହୁଛନ୍ତି। ଅନ୍ୟପଟେ ପାଟଣାଗଡ଼ ବିଡିଓ ସୁମନ ମିଞ୍ଜକୁ ପିସି କାରବାରକୁ ନେଇ ପଚାରିବାରୁ ବୁଲେଇ ବଙ୍କେଇ ପ୍ରତିକ୍ରିୟା ଦେଉଛନ୍ତି। ପାଟଣାଗଡ଼ରୁ ଅଭିମନ୍ୟୁ ବାଙ୍କ ରିପୋର୍ଟ, A1 ଓଡ଼ିଶା।